ଆଜିର ସମୟରେ ଅଧିକାଂଶ ନିବେଶ ବିକଳ୍ପ ବଜାରରେ ଉତ୍ଥାନ ପତନର ଶିକାର ହେଉଛି। ସମସ୍ତେ ଏପରି ଏକ ଯୋଜନା ଖୋଜୁଛନ୍ତି ଯାହା କେବଳ ସେମାନଙ୍କ ଟଙ୍କାକୁ ସୁରକ୍ଷା ଦିଏ ନାହିଁ, ବରଂ ଏକ ସ୍ଥିର ଏବଂ ଦୃଢ଼ ରିଟର୍ଣ୍ଣ ମଧ୍ୟ ପ୍ରଦାନ କରେ। ଯଦି ଆପଣ ଗ୍ୟାରେଣ୍ଟି ରିଟର୍ଣ୍ଣ ସହିତ ଏକ ଯୋଜନା ଖୋଜୁଛନ୍ତି, ତେବେ ପୋଷ୍ଟ ଅଫିସ ସବୁଠୁ ଭଲ ବିକଳ୍ପ। ଏହି ସରକାରୀ ଗ୍ୟାରେଣ୍ଟି ସ୍କିମ୍‌ଗୁଡ଼ିକ ଶୂନ୍ୟ ବିପଦ ଅଛି। ସର୍ବଶ୍ରେଷ୍ଠ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପୋଷ୍ଟ ଅଫିସର ରିକରିଂ ଡିପୋଜିଟ୍ (RD) ଯୋଜନା, ଯାହା 5 ବର୍ଷ ମଧ୍ୟରେ ଛୋଟ ମାସିକ ସଞ୍ଚୟକୁ ଏକ ଯଥେଷ୍ଟ ପରିମାଣରେ ପରିଣତ କରିବାର ସମ୍ଭାବନା ରଖେ। ଏହି ଯୋଜନା କ'ଣ? ପୋଷ୍ଟ ଅଫିସ ରିକରିଂ ଡିପୋଜିଟ୍ (RD) ଏକ ମାସିକ ସଞ୍ଚୟ ଯୋଜନା। ଏହା ସେମାନଙ୍କ ପାଇଁ ସର୍ବଶ୍ରେଷ୍ଠ ଉପଯୁକ୍ତ ଯେଉଁମାନେ ଏକ ବଡ଼ ଏକକାଳୀନ ବିନିଯୋଗ କରିପାରିବେ ନାହିଁ, କିନ୍ତୁ ଭବିଷ୍ୟତ ପାଇଁ ଏକ ଯଥେଷ୍ଟ ପାଣ୍ଠି ଗଠନ କରିବା ପାଇଁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ସଞ୍ଚୟ କରିବାକୁ ଚାହାନ୍ତି। ଏହି ଯୋଜନା ଅଧୀନରେ ଆପଣଙ୍କୁ 5 ବର୍ଷ ଅର୍ଥାତ୍ 60 ମାସ ପାଇଁ ପ୍ରତି ମାସରେ ଏକ ସ୍ଥିର ପରିମାଣର ଜମା କରିବାକୁ ପଡ଼ିବ। ବର୍ତ୍ତମାନ ପୋଷ୍ଟ ଅଫିସ ଏହି RD ଯୋଜନାରେ 6.7% ର ଏକ ଆକର୍ଷଣୀୟ ବାର୍ଷିକ ସୁଧ ହାର ପ୍ରଦାନ କରୁଛି। ଏହି ଯୋଜନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଯେ ସୁଧ ମାସିକ ଚକ୍ରବୃଦ୍ଧି ମାସିକ ହିସାବ କରାଯାଏ। ଏହାର ଅର୍ଥ ହେଉଛି ଆପଣ କେବଳ ମୂଳ ରାଶି ଉପରେ ନୁହେଁ, ବରଂ ମାସିକ ସୁଧ ଉପରେ ମଧ୍ୟ ସୁଧ ପାଆନ୍ତି, ଯାହା ଆପଣଙ୍କର ଲାଭକୁ ଦ୍ରୁତ ଗତିରେ ବୃଦ୍ଧି କରେ। ଯଦି ଜଣେ ନିବେଶକ ଏହି ଯୋଜନାରେ ପ୍ରତି ମାସରେ 25,000 ଟଙ୍କା ନିବେଶ କରନ୍ତି, ତେବେ ସେମାନେ 5 ବର୍ଷରେ ଅର୍ଥାତ୍ 60 ମାସ ପରେ ମୋଟ 15 ଲକ୍ଷ ସଂଗ୍ରହ କରିବେ। ବର୍ତ୍ତମାନ 6.7% ସୁଧ ହାର ଏବଂ ମାସିକ ଚକ୍ରବୃଦ୍ଧିରେ 15 ଲକ୍ଷ ଏହି ନିବେଶ ପ୍ରାୟ 2,84,148 ନିଟ୍ ସୁଧ ଅର୍ଜନ କରିବ। ତେଣୁ 5 ବର୍ଷ ପରେ ପରିପକ୍ୱତାରେ ନିବେଶକ ମୋଟ 17,84,148 ରିଟର୍ଣ୍ଣ ପାଇବେ। ଏହା ଏକ ସରକାରୀ ଗ୍ୟାରେଣ୍ଟି ସ୍କିମ୍, ତେଣୁ ରିଟର୍ଣ୍ଣ ବଜାରରେ ବିପଦ ଅଧୀନରେ ନାହିଁ। କେବଳ 25,000 ରୁ ଆରମ୍ଭ କରିବା ଆବଶ୍ୟକ ନୁହେଁ। ଆପଣଙ୍କ କ୍ଷମତା ଉପରେ ନିର୍ଭର କରି ଆପଣ କମ୍ ପରିମାଣରେ ଏକ ବଡ଼ କର୍ପ ସଂଗଠନ କରିପାରିବେ। ପୋଷ୍ଟ ଅଫିସ RD ଯୋଜନାର ଆଉ ଏକ ସୁବିଧା ହେଉଛି ଏହାର ସୁଗମତା। ଏହି ଯୋଜନା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଉପଲବ୍ଧ। ଯେକୌଣସି ପ୍ରାପ୍ତବୟସ୍କ ଭାରତୀୟ ନାଗରିକ ଏକକ କିମ୍ବା ମିଳିତ ଆକାଉଣ୍ଟ ଖୋଲିପାରିବେ। ଏହା ସହିତ ପ୍ରତି ମାସ ପିତାମାତା 10 ବର୍ଷରୁ ଅଧିକ ବୟସର ସେମାନଙ୍କର ନାବାଳକ ପିଲାଙ୍କ ନାମରେ ଏହି ଆକାଉଣ୍ଟ ଖୋଲିପାରିବେ ଏବଂ ପରିଚାଳନା କରିପାରିବେ। ଏହାର ସର୍ବନିମ୍ନ ଏବଂ ସର୍ବାଧିକ ନିବେଶ କେତେ? ଏହି ଯୋଜନାରେ ନିବେଶ କରିବା ବହୁତ ସହଜ। ଆପଣ ପ୍ରତି ମାସରେ ସର୍ବନିମ୍ନ 100 ରୁ ଆରମ୍ଭ କରିପାରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସର୍ବାଧିକ ନିବେଶ ସୀମା ନାହିଁ। ଆପଣ ଆପଣଙ୍କର ଆର୍ଥିକ କ୍ଷମତା ଅନୁସାରେ ଯେକୌଣସି ମାସିକ ନିବେଶ ପରିମାଣ ବାଛିପାରିବେ। ଏହି ଯୋଜନାରେ ନିବେଶ କରିବା ସମୟରେ କିଛି ନିୟମ ବିଷୟରେ ସଚେତନ ରହିବା ଉଚିତ। ବହୁତ ଗୁରୁତ୍ୱପୂର୍ଣ୍ଣ। ସେଗୁଡ଼ିକ ଠିକ୍ ଭାବରେ ବୁଝିବା ପରେ ହିଁ ଆପଣଙ୍କର ନିବେଶ ଯୋଜନା କରନ୍ତୁ। ଯଦି ଆପଣଙ୍କୁ 5 ବର୍ଷର ଅବଧି ପୂର୍ବରୁ ଟଙ୍କା ଆବଶ୍ୟକ, ତେବେ ଆପଣଙ୍କୁ ଯୋଜନା ଭାଙ୍ଗିବାକୁ ପଡ଼ିବ ନାହିଁ। ଆପଣ RD ଆକାଉଣ୍ଟ ଖୋଲିବା ତାରିଖରୁ 1 ବର୍ଷ 12ଟି କିସ୍ତି ପରେ ଆପଣଙ୍କର ଜମା ଉପରେ ଋଣ ମଧ୍ୟ ନେଇପାରିବେ। 5 ବର୍ଷ ପୂର୍ବରୁ ବନ୍ଦ ଯଦିଓ ଏହା ଏକ 5 ବର୍ଷର ଯୋଜନା, ଆପଣ ଏହାକୁ 3 ବର୍ଷ ପରେ ପ୍ରିମ୍ୟାଚ୍ୟୁର କରିବା ପାଇଁ କରିପାରିବେ। ବିଳମ୍ବ ଶୁଳ୍କ। ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ପ୍ରତି ମାସରେ ଧାର୍ଯ୍ୟ ତାରିଖ ସୁଦ୍ଧା କିସ୍ତି ଦେବାକୁ ପଡ଼ିବ। ବିଳମ୍ବ କିସ୍ତି ପାଇଁ ପ୍ରତି 100 ଟଙ୍କା ପାଇଁ ଗୋଟିଏ ଟଙ୍କାର ଏକ ଛୋଟ ଜରିମାନା ପ୍ରଯୁଜ୍ୟ ଅଟେ। ଆକାଉଣ୍ଟ ଖୋଲିବା ସମୟରେ ଜଣେ ନୋମିନିଙ୍କୁ ପଞ୍ଜୀକୃତ କରିବା ବୁଦ୍ଧିମାନର କାର୍ଯ୍ୟ। ନିବେଶକଙ୍କୁ ଦୁର୍ଭାଗ୍ୟଜନକ ମୃତ୍ୟୁ ହେଲେ ଜମା ପରିମାଣ ଏବଂ ସମସ୍ତ ସୁଧ ସହଜରେ ନୋମିନିଙ୍କୁ ସ୍ଥାନାନ୍ତରିତ କରାଯାଇପାରିବ। ଆଶା କରିବି ଆପଣମାନେ ଭିଡ଼ିଓଟିରେ ଏହି ଅପଡେଟ୍ ପାଇ ଲାଭବାନ ନିଶ୍ଚିତ ହୋଇପାରିବେ। ତ ଆପଣ ଆପଣଙ୍କ ନିକଟସ୍ଥ ପୋଷ୍ଟ ଅଫିସ ଯାଇ ଏହାକୁ ଅଧିକ ଜାଣନ୍ତୁ ଏବଂ ଏଥିରେ ପଇସା ଇନଭେଷ୍ଟ କରନ୍ତୁ ଏବଂ ପଇସା ଇନକମ୍ କରନ୍ତୁ। ତ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, ସେୟାର ଏଣ୍ଡ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।